नमस्कार दर्शक बंधु। आज ହେଉଛି 23 जुलाई मंगलवार 2024 मसीहा श्रावण मास कृष्ण पक्ष कर्कट 8 दिन। आजिर निषिद्ध खाद्य ହେଉଛି ପୋଟଳ। ଏବେ ଆସନ୍ତୁ ଜାଣିବା ମେଷ ଠାରୁ ମୀନ ପର୍ଯ୍ୟନ୍ତ 12ଟି ରାଶିର ରାଶିଫଳ ବିଷୟରେ। ମେଷ ରାଶି ଜାତ ବ୍ୟକ୍ତିବିଶେଷମାନଙ୍କର ଆଜି କର୍ମକ୍ଷେତ୍ରରେ ଥିବା ବାଧାବିଘ୍ନ ଦୂରୀଭୂତ ହେବ। ଆଧ୍ୟାତ୍ମିକ ମନା ହେବେ। ସାମାଜିକ କର୍ମରେ ନିଜକୁ ନିୟୋଜିତ କରିବେ। ଉଚ୍ଚ ପଦାଧିକାରୀମାନଙ୍କ ଠାରୁ ଆପଣ ପ୍ରଶଂସିତ ହେବେ। ବ୍ୟବସାୟୀମାନଙ୍କ ପାଇଁ ଦିନଟି ଶୁଭ ଫଳ ପ୍ରଦାନ କରିବ। ସ୍ୱାସ୍ଥ୍ୟଗତ ସମସ୍ୟା ଦେଖା ଦେଉଥିଲେ ତାହା ଦୂରୀଭୂତ ହେବ। ଗୃହିଣୀମାନଙ୍କର ସ୍ୱାସ୍ଥ୍ୟଗତ ସମସ୍ୟା ଦେଖା ଦେଇପାରେ। ଅଧିକ ଶୁଭତ୍ୱ ପ୍ରାପ୍ତି ପାଇଁ ଘରୁ ଆପଣ ଯେତେବେଳେ ବାହାରକୁ ଯାଉଛନ୍ତି ଗୋଟିଏ ନାଲି ରଙ୍ଗର ରୁମାଲ ନିଜ ପକେଟରେ ନେଇ ଯାତ୍ରା ଆରମ୍ଭ କରନ୍ତୁ। ବୃଷ ରାଶି ଜାତ ବ୍ୟକ୍ତିବିଶେଷମାନଙ୍କର ବିଭିନ୍ନ ଦିଗରୁ ଅର୍ଥପ୍ରାପ୍ତି ହେବ। ଆୟର ମାର୍ଗ ପ୍ରଶସ୍ତ ହେବ। ଦାମ୍ପତ୍ୟ ଜୀବନରେ ଅସୁବିଧା ଥିଲେ ତାହା ଦୂରୀଭୂତ ହେବ। ପାରିବାରିକ ଜୀବନ ସୁଖପ୍ରଦ ହେବ। ଅଧିକ ଶୁଭତ୍ୱ ପ୍ରାପ୍ତି ପାଇଁ ଆପଣ ଘରୁ ବାହାରକୁ ଗଲାବେଳେ 21 ଥର ଗାୟତ୍ରୀ ମନ୍ତ୍ର ଜପ କରି ଯାତ୍ରା ଆରମ୍ଭ କରନ୍ତୁ। ମିଥୁନ ରାଶି ଜାତ ବ୍ୟକ୍ତିବିଶେଷମାନଙ୍କର ପୂର୍ବରୁ ଥିବା ବକେୟା ଅର୍ଥ ପ୍ରାପ୍ତ ହେବ। କର୍ମକ୍ଷେତ୍ରରେ ସ୍ଥିତି ସୁଦୃଢ଼ ରହିବ। ଆୟର ମାର୍ଗ ପ୍ରଶସ୍ତ ହେବ। ବ୍ୟବସାୟୀମାନଙ୍କ ପାଇଁ ଦିନଟି ସଫଳତାପୂର୍ଣ୍ଣ ଅଟେ। ସ୍ୱାସ୍ଥ୍ୟଗତ ସମସ୍ୟା କାରଣକୁ ନେଇ ଚିନ୍ତିତ ହୋଇପାରନ୍ତି। ଗାଡ଼ି ମଟରରେ ଆଘାତ ଯୋଗ ଥିବାରୁ ସତର୍କତାର ସହିତ ଗାଡ଼ି ଚାଳନା କରନ୍ତୁ। ଅଧିକ ଶୁଭତ୍ୱ ପ୍ରାପ୍ତି ପାଇଁ ଘରୁ ବାହାରକୁ ଗଲାବେଳେ ପାରାଙ୍କୁ କିଛି ଖାଦ୍ୟ ଦେଇ ଯାତ୍ରା ଆରମ୍ଭ କରନ୍ତୁ। କର୍କଟ ରାଶି ଜାତ ବ୍ୟକ୍ତିବିଶେଷମାନେ ଆଜି ଆପଣ ଲାଭବାନ ହେବେ। ପୂର୍ବରୁ ଥିବା ବାଧାବିଘ୍ନ ଦୂର ହେବ। ଭାଇଙ୍କ ଠାରୁ ସାହାଯ୍ୟ ସହଯୋଗ ପାଇବେ। ମାତୃସ୍ଥାନୀୟ ବ୍ୟକ୍ତିମାନଙ୍କ ଠାରୁ ଉପହାର ପାଇପାରନ୍ତି। ଭୂମି ସମ୍ବନ୍ଧୀୟ କ୍ରୟ ବିକ୍ରୟ ଆପଣଙ୍କ ଘରେ ଆଲୋଚନା ହୋଇପାରେ। ଉଚ୍ଚ ପଦାଧିକାରୀଙ୍କ ଠାରୁ ପ୍ରଶଂସିତ ହେବେ। ଅଧିକ ଶୁଭତ୍ୱ ପ୍ରାପ୍ତି ପାଇଁ ଆପଣ ଘରୁ ବାହାରକୁ ଗଲାବେଳେ ଗଣେଶ ଭଗବାନଙ୍କୁ ଦର୍ଶନ କରନ୍ତୁ ଓ ଯାତ୍ରା ଆରମ୍ଭ କରନ୍ତୁ। ସିଂହ ରାଶି ଜାତ ବ୍ୟକ୍ତିବିଶେଷମାନେ ପାରିବାରିକ ଜୀବନ ସୁଖପ୍ରଦ ହେବ। ନିଜର ପରିଶ୍ରମ ବଳରେ ଅସମ୍ଭବ କାର୍ଯ୍ୟକୁ ସମ୍ଭବ କରିବେ। ବନ୍ଧୁ ଦର୍ଶନ ଓ ପୁରାତନ ମିତ୍ର ଦର୍ଶନ ଯୋଗ ରହିଛି। ଖର୍ଚ୍ଚ ଟିକେ ବଢ଼ିପାରେ। ବ୍ୟବସାୟୀମାନଙ୍କ ପାଇଁ ଦିନଟି ଶୁଭ ରହିଛି। ଦାମ୍ପତ୍ୟ ଜୀବନରେ ମନୋମାଳିନ୍ୟ ଥିଲେ ତାହା ଦୂର ହେବ। ପ୍ରତୀକ୍ଷା କରିଥିବା ସମ୍ବାଦ ଆଜି ପ୍ରାପ୍ତ ହେବ। ବିଦ୍ୟାର୍ଥୀମାନଙ୍କ ପାଇଁ ଦିନଟି ଶୁଭ ଅଟେ। ଅଧିକ ଶୁଭତ୍ୱ ପ୍ରାପ୍ତି ପାଇଁ ଆପଣ ସୂର୍ଯ୍ୟଙ୍କୁ ଜଳାର୍ଘ୍ୟ ପ୍ରଦାନ କରନ୍ତୁ। ଆପଣଙ୍କୁ ଶୁଭଫଳର ପ୍ରାପ୍ତି ହେବ। କନ୍ୟା ରାଶି ଜାତ ବ୍ୟକ୍ତିବିଶେଷମାନେ ଅଧିକ ଲାଭ କରିବାକୁ ଯାଇ କ୍ଷତିରେ ପଡ଼ିପାରନ୍ତି। ସ୍ୱାସ୍ଥ୍ୟଗତ ସମସ୍ୟା ଦେଖା ଦେଇପାରେ। ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ଭାବି ଚିନ୍ତି ନିଷ୍ପତ୍ତି ନିଅନ୍ତୁ। ଶାରୀରିକ ଓ ଯାନବାହନ ବାଧା ଥିବାରୁ ସତର୍କତା ଅବଲମ୍ବନ କରନ୍ତୁ। ଦାମ୍ପତ୍ୟ ଜୀବନରେ କଳହ, ଭାଇଙ୍କ ସହିତ କଳହ ଓ ଉଚ୍ଚ ପଦାଧିକାରୀଙ୍କ ସହିତ ମତାନ୍ତର ଦେଖା ଦେଇପାରେ। ସେଥିପାଇଁ ଆଜି ଆପଣ ମୌନ ରୁହନ୍ତୁ। ଅଧିକ ଶୁଭତ୍ୱ ପ୍ରାପ୍ତି ପାଇଁ ମା ଦୁର୍ଗାଙ୍କୁ ଦର୍ଶନ କରନ୍ତୁ ଓ ମାଙ୍କ ପାଖରେ 9ଟି ଲାଲି ମନ୍ଦାର ଅର୍ପଣ କରନ୍ତୁ। ତୁଳା ରାଶି ଜାତ ବ୍ୟକ୍ତିବିଶେଷମାନେ ଆଜି ଦେହ ମନ ସୁସ୍ଥ ରହିବ। ପାରିବାରିକ ଜୀବନରେ ସଫଳତା ପ୍ରାପ୍ତ କରିବେ। ଆର୍ଥିକ ସ୍ଥିତି ମଜବୁତ ହେବ। ସ୍ୱାସ୍ଥ୍ୟଗତ ସମସ୍ୟା ଥିଲେ ତାହା ଆଜି ଦୂର ହେବ। ବ୍ୟବସାୟୀମାନେ ଲାଭବାନ ହେବେ। ଅଧିକ ଶୁଭତ୍ୱ ପ୍ରାପ୍ତି ପାଇଁ ଘରୁ ବାହାରକୁ ଗଲାବେଳେ ଦହି ଖାଇ ଯାତ୍ରା ଆରମ୍ଭ କରନ୍ତୁ। ବିଛା ରାଶି ଜାତ ବ୍ୟକ୍ତିବିଶେଷମାନେ ଆଜି ପରିଶ୍ରମୀ ହେବେ। ସନ୍ତାନମାନଙ୍କ ପାଇଁ ଥିବା ଚିନ୍ତା ଦୂର ହେବ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଯେଉଁମାନେ ମେଡ଼ିସିନ କ୍ଷେତ୍ରରେ କାର୍ଯ୍ୟ କରୁଥିବେ ସେମାନେ ଲାଭାନ୍ୱିତ ହେବେ।
ବ୍ୟବସାୟୀମାନଙ୍କ ପାଇଁ ଦିନଟି ଆଜି ମଧ୍ୟମ ରହିବ। ଅଧିକ ଶୁଭତ୍ଵ ପ୍ରାପ୍ତି ପାଇଁ ଆପଣ ଘରୁ ବାହାରକୁ ଗଲାବେଳେ ହନୁମାନ ଚାଳିଶା ପାଠ କରି ଯାତ୍ରା ଆରମ୍ଭ କରନ୍ତୁ। ଧନୁରାଶି। ଧନୁରାଶି ଜାତ ବ୍ୟକ୍ତିବିଶେଷମାନେ ଆଜି ପୂର୍ବରୁ ଥିବା ବାଧାବିଘ୍ନ ଦୂରୀଭୂତ ହେବ। ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି। ଦିନଟି ଆପଣଙ୍କ ପାଇଁ ଶୁଭତ୍ଵ ରହିବ। ମାଙ୍କ ଠାରୁ କିମ୍ବା ମାମୁଁ ଘର ଠାରୁ ସାହାଯ୍ୟ ସହଯୋଗ ପ୍ରାପ୍ତ କରିପାରନ୍ତି। ବ୍ୟବସାୟୀମାନଙ୍କ ପାଇଁ ଦିନଟି ଶୁଭପ୍ରଦ ଅଟେ। ପୂର୍ବରୁ ଥିବା ଜମିବାଡ଼ି ସମସ୍ୟା ଦୂର ହେବ। ଅଧିକ ଶୁଭତ୍ଵ ପ୍ରାପ୍ତି ପାଇଁ ଘରୁ ବାହାରକୁ ଗଲାବେଳେ ହଳଦୀ ରଙ୍ଗର ରୁମାଲଟିଏ ନିଜ ପକେଟରେ ରଖି ଯାତ୍ରା ଆରମ୍ଭ କରନ୍ତୁ। ମକର ରାଶି। ମକର ରାଶି ଜାତ ବ୍ୟକ୍ତିବିଶେଷମାନେ ଆଜି ତରବର ହୋଇ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ। ଘାତବାର ଥିବାରୁ ଜଗି ରଖି ଚଳନ୍ତୁ। ଅନ୍ୟକୁ ସତ କଥା କହି ବା କଡ଼ା କଥା କହି ଅସୁବିଧାରେ ପଡ଼ିପାରନ୍ତି। ଦିନଟି ଆପଣଙ୍କ ପାଇଁ ବିଶେଷ ଭଲ ଯାଉନାହିଁ। ଅଧିକ ଶୁଭତ୍ଵ ପ୍ରାପ୍ତି ପାଇଁ ଆପଣ କାଳି ଗାଈକୁ କିଛି ଘାସ ଦେଇ ଯାତ୍ରା ଆରମ୍ଭ କରନ୍ତୁ। କୁମ୍ଭ ରାଶି। କୁମ୍ଭ ରାଶି ଜାତ ବ୍ୟକ୍ତିବିଶେଷମାନଙ୍କ ପାଇଁ ଆଜି ପତି ପତ୍ନୀଙ୍କ ମଧ୍ୟରେ ମତାନ୍ତର ଦେଖା ଦେଇପାରେ। ଭାଇଙ୍କ ସହିତ ମନାନ୍ତର ଦେଖା ଦେଇପାରେ। ସ୍ୱାସ୍ଥ୍ୟଗତ ସମସ୍ୟାକୁ ନେଇ ଚିନ୍ତିତ ହୋଇପାରନ୍ତି। ସେଥିପାଇଁ ଜଗି ରଖି ଚଳନ୍ତୁ। ବ୍ୟବସାୟୀମାନଙ୍କ ପାଇଁ ଦିନଟି ଶୁଭ ଅଟେ। କର୍ମଜୀବନ ମଧ୍ୟମ ଧରଣର ରହିବ। ବିଦ୍ୟାର୍ଥୀମାନଙ୍କୁ ପରିଶ୍ରମ କରିବାକୁ ପଡ଼ିବ। ନୂତନ ଯାତ୍ରା ଯୋଗ ରହିଛି। ଅଧିକ ଶୁଭତ୍ଵ ପ୍ରାପ୍ତି ପାଇଁ ଆପଣ କାହାକୁ କିଛି ରୁଟି ଖାଇବାକୁ ଦେଇ ଯାତ୍ରା ଆରମ୍ଭ କରନ୍ତୁ। ମୀନ ରାଶି। ମୀନ ରାଶି ଜାତ ବ୍ୟକ୍ତିବିଶେଷମାନେ କର୍ମକ୍ଷେତ୍ରରେ ସଫଳତା ପ୍ରାପ୍ତ କରିବେ। ଧାର୍ମିକ କାର୍ଯ୍ୟରେ ନିଜକୁ ନିୟୋଜିତ କରିବେ। ବିଦ୍ୟାର୍ଥୀମାନେ ବିଦ୍ୟା ଅଧ୍ୟୟନ ପାଇଁ ବିଦେଶ ଯାତ୍ରା କରିପାରନ୍ତି। ବ୍ୟବସାୟୀମାନଙ୍କ ପାଇଁ ଦିନଟି ମଧ୍ୟମ ରହିବ। ନୂତନ ନିଯୁକ୍ତିର ସମ୍ଭାବନା ରହିଛି। ଗୃହିଣୀମାନଙ୍କ ପାଇଁ ଦିନଟି ଶୁଭପ୍ରଦ ରହିବ। ଅଧିକ ଶୁଭତ୍ଵ ପ୍ରାପ୍ତି ପାଇଁ ଆପଣ ଘରୁ ବାହାରକୁ ଗଲାବେଳେ ଭଗବାନ ଶିବଙ୍କୁ ଦର୍ଶନ କରି ଯାତ୍ରା ଆରମ୍ଭ କରନ୍ତୁ। ଆପଣଙ୍କର ମଙ୍ଗଳ ହେବ।